କିନ୍ତୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଆଜି ସକାଳୁ ସକାଳୁ ସୂଚନା ମିଳିଲା ତାଙ୍କର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି ଏବଂ କେନ୍ଦ୍ର ସରକାରରେ ଗୋଟେ ବହୁତ ବଡ଼ ନିଷ୍ପତ୍ତି ନେବାର କାର୍ଯ୍ୟକ୍ରମ ଥିବା କାରଣରୁ ଏବଂ ଅମିତ ଶାହା ଆଜି ଦେଶର ଗୃହମନ୍ତ୍ରୀ ଥିବା କାରଣରୁ ଏବଂ ତାଙ୍କର ଭାରତୀୟ ଜନତା ପାର୍ଟିରେ କେନ୍ଦ୍ର ସରକାରରେ ଅମିତ ଶାହାଜୀଙ୍କର ଗୋଟେ ବଡ଼ ଭୂମିକା ରହୁଛି ଏବଂ ସେଥିପାଇଁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ପରବର୍ତ୍ତୀ ସମୟରେ ପୁଣି ଥରେ ଅମିତ ଶାହାଜୀଙ୍କର ଗସ୍ତ କାର୍ଯ୍ୟକ୍ରମ ଫାଇନାଲ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଜୀଙ୍କର ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇସାରିଥିଲା। ଆସନ୍ତା 3 ତାରିଖ ଦିନ ଦିଲ୍ଲୀରୁ ଝାରସୁଗୁଡ଼ା ଏୟାରପୋର୍ଟକୁ ସେ ପହଞ୍ଚିଥାନ୍ତେ। ଝାରସୁଗୁଡ଼ାରୁ ସିଧାସଳଖ ବରଗଡ଼ 1750 କୋଟି ଟଙ୍କାର ବିନିମୟରେ ବିପିସିଏଲ୍ ଦ୍ୱାରା ନିର୍ମିତ ଇଥାନଲ ପ୍ରୋଜେକ୍ଟର ଲୋକାର୍ପଣ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥାନ୍ତେ, ଜନସଭାରେ ଉଦ୍ବୋଧନ ଦେଇଥାନ୍ତେ ଏବଂ ବରଗଡ଼ରୁ ପୁଣି ସମ୍ବଲପୁର ବ୍ୟାକ୍ କରିକି ସମ୍ବଲପୁରରେ ରିଙ୍ଗ ରୋଡର ଭୂମି ପୂଜନ କାର୍ଯ୍ୟକ୍ରମ ଅନେକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା ଏବଂ ଗୋଟେ ବଡ଼ ସାଧାରଣ ସଭାରେ ସେଠି ମଧ୍ୟ ଉଦ୍ବୋଧନ ଦେବାର ଥିଲା ଏବଂ ସେଠୁ ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରି ରାତ୍ରି ଯାପନ କରିକି ପୁଣି ମହଙ୍ଗା ସେ ଅଞ୍ଚଳରେ ଆଉ ଗୋଟେ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। କିନ୍ତୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଆଜି ସକାଳୁ ସକାଳୁ ସୂଚନା ମିଳିଲା ତାଙ୍କର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି ଏବଂ କେନ୍ଦ୍ର ସରକାରରେ ଗୋଟେ ବହୁତ ବଡ଼ ନିଷ୍ପତ୍ତି ନେବାର କାର୍ଯ୍ୟକ୍ରମ ଥିବା କାରଣରୁ ଏବଂ ଅମିତ ଶାହା ଆଜି ଦେଶର ଗୃହମନ୍ତ୍ରୀ ଥିବା କାରଣରୁ ଏବଂ ତାଙ୍କର ଭାରତୀୟ ଜନତା ପାର୍ଟିରେ କେନ୍ଦ୍ର ସରକାରରେ ଅମିତ ଶାହାଜୀଙ୍କର ଗୋଟେ ବଡ଼ ଭୂମିକା ରହୁଛି ଏବଂ ସେଥିପାଇଁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ପରବର୍ତ୍ତୀ ସମୟରେ ପୁଣି ଥରେ ଅମିତ ଶାହାଜୀଙ୍କର ଗସ୍ତ କାର୍ଯ୍ୟକ୍ରମ ଫାଇନାଲ ହେବ ଏବଂ ଫାଇନାଲ ହେଲା ପରେ ଇଥାନଲ ପ୍ରୋଜେକ୍ଟ ଏବଂ ଅନ୍ୟାନ୍ୟ ଯେଉଁ କାର୍ଯ୍ୟକ୍ରମ ଥିଲା ତାଙ୍କ ହାତରେ ପୁଣି ଲୋକାର୍ପିତ ହେବ।